नमस्कार। आज बुली जिबा केन्दुझर आउ एक दर्शनीय स्थान जार ना हूँ सीताबिंज। जो माने घटगाँ आसुचंती घटगाँ रु केन्दुझर जिबा रास्ता रे पड़िबो ढेंकीकोट पार हे गला परे गोटे जगह पड़िबो मनोहरपुर। से मनोहरपुर रु बाँ पटकू आपण जाई परिबे किंबा जदि ताकू पार ही पळे आसिले ताहले पिपिलिया रु मध्य आपण माने बाँ पटकू गोटे रास्ता अछि बाँ पाखकू सीधा सीधा जीव सीताबिंज। तेबे चलतु जीवा देखिबा सीताबिंज रे कौन अछि। आपण मानकु मु नै जाउची सीताबिंज। आमे सीताबिंज पाखापाखी पहुंची आसिले आउ अल्प समय पर पहुंची जावा ये देखा गलानी। ये देखा गलानी देखो तो किते बड़ पत्थर गोटे पत्थर केते ऊंचा है। ये होची सीताबिंज रॉक जगार ना कौन डांगुआपोसी। ते देखिवा या भितरे कौन कौन सब अच्छी। आमर भारत सरकार प्रत्नतत्व विभाग तरफ ये साइन बोर्ड लगाई कौन लिखाई संरक्षित स्मारक। यहाँ भारतीय प्रत्नतत्व विभाग तरफ लगाई एपटे गोटे साइन बोर्ड अच्छी। निषिद्धांचल एवं नियंत्रित अंचल। तेबे चलतु देखिबा भितर कौन कौन सब अच्छी। देखो गोटे पत्थर कोठी जोड़े नहीं कि कोठी पत्थर ऊपर पत्थर लदी सेमती नहीं। गोटे पत्थर केते ऊंचा हो प्राय पाखापाखी 120-130 कि 150 फुट पाखापाखी ऊंचा हबो। गोटे देखो माने फ्रेम भितरे आसुनी एकाथरे किते ऊंचा पत्थर। पूरा 90 डिग्री पूरा शिवलिंगटा भाई आई कि ऊपर को केमती जे ऊपर भी जाए हो जदि जे से हेलीकॉप्टर जे ये सीताबिंज रॉक। या लोक कथा अनुजाई कुबेर कोठी भी कहती। लोकंकर विश्वास बा लोक कथा अनुजाई पूर्वर जार सुविधा असुविधा समय इठू सब धान चाउ ऋण नौले पुणी फेरौले किए दौला कौन केमिति दौला से कथा कहीं जाना। जी आसिक गुहारी करूला ताकू मिल जाऊला एमती काले ये होता। ये हूँ लोक कथा यार किसी प्रमाण सेमती तो देनी केवल शुणा कथा। ये चारि पाख देखु
ଏଠି ଗୋଟେ କିଟା ଅଛି। ତେବେ ଆଗକୁ ଯିବା ଦେଖିବା କ'ଣ ଅଛି ଆଉ। ବାଃ ବାଃ ବାଃ, ଦେଖନ୍ତୁ କେଡ଼େ କେଡ଼େ ପଥର। ଏଇଠି ଆସନ୍ତୁ ଦେଖିବା ପ୍ରକୃତିର ବୈଚିତ୍ର୍ୟ। ପ୍ରକୃତିରେ କ'ଣ କ'ଣ ହେଇପାରେ ଚାଲନ୍ତୁ ଦେଖିବା। ଟିକେ ଦେଖନ୍ତୁ ଏଇଠି କେମିତି ପଥର ସବୁ ଥୁଆ ହେଇଛି। ଏଇଠି କେତେଟା ପଥର ଅଛି ଦେଖନ୍ତୁ, 1 2 3। ଦେଖନ୍ତୁ ଉପର ଦିଟା କେତେ ସାଇଜରେ କାଟିକି ଯେମିତି କିଏ ସଜେଇକି ରଖିଛି ସେଇଭଳିଆ ଥାକ କରି ରଖାହେଇଛି। କିନ୍ତୁ ତଳ ପଥରଟିକୁ ଟିକେ ଲକ୍ଷ୍ୟ କରନ୍ତୁ, ଏ ତଳ ପଥରଟା ଉପରେ ଉପର ଦିଟା ପଥର କେମିତି ରହିଛନ୍ତି। ୟାକୁ ପ୍ରକୃତିର ବୈଚିତ୍ର୍ୟ କହିବାନି ତ ଆଉ କ'ଣ କହିବା। ଆପଣଙ୍କୁ ଲାଗୁଥିବ ଏଇ ଗଛଟିରେ ଢେରା ଦେଇକି ଅଛି, ନାଇଁ, ଇଏ କେତେ ଶହ ଶହ ହଜାର ହଜାର ବର୍ଷରୁ ଏ ପଥର ରହିଛି, ଏଇଭଳି ରହିଛି। କେମିତି ରହିଛି ସେ କେହି ଜାଣନ୍ତି ନାହିଁ। ବିଧାତା ତାକୁ ଏମିତି ଗଢ଼ିଛନ୍ତି, କେମିତି ରହିଛି ଦେଖନ୍ତୁ। କେହି ବିଶ୍ୱାସ କରିପାରିବ ନାହିଁ ଉପରେ ଏଡ଼େ ବଡ଼ ଦିଟା ପଥର, ତଳେ ଗୋଟେ ପଥର ଉପରେ ଏଇଭଳିଆ ରହିପାରିବ। ଖାଲି ଏଇଟା ନୁହେଁ, ଚାଲନ୍ତୁ ୟାର ଆଉ ଗୋଟେ ବଡ଼ ଭାଇ ଦେଖିବା। ଏଇ ଦେଖନ୍ତୁ କେଡ଼େ କେଡ଼େ ପଥର, ସବୁ ଗୋଟେ ଗୋଟେ ପଥର କେତେ ଯେ ଉଚ୍ଚା, 2 ମହଲା 3 ମହଲା ଘର ଉଚ୍ଚା ହବ। ଆଉ ଯୋଉ ପ୍ରଥମରୁ ଆମେ ଦେଖୁଥିଲେ ସୀତାବିଞ୍ଜ ରକ୍, ସେଇଟା ତ ପ୍ରାୟ 10 ମହଲା କି 12 ମହଲା ହବ। ତେବେ ଚାଲ ଦେଖିବା କ'ଣ କ'ଣ ଅଛି ସବୁ। ଦେଖନ୍ତୁ ଏଇଟା ହଉଛି ସିଡ଼ି। ପୂର୍ବରୁ ଏଇପଟେ ଗୋଟେ ଗଳି ଯିବାର ରାସ୍ତା ଥିଲା। ଏଇଟା ଦେଖନ୍ତୁ ଗୁମ୍ଫା ଭଳିଆ ଗୋଟେ ରାସ୍ତା ଅଛି। ଏ ରାସ୍ତାରେ ଗଳିକି ସେପଟେ ସବୁ ଲୋକ ଯାଉଥିଲେ। ଏ ପାହାଚ ଏବେ ପୁରା ନୂଆ ନାହିଁ ତ, ହେଇଗଲାଣି ଢେର ଦିନ। ଆଉ ପ୍ରାୟ ରକ୍ଷଣାବେକ୍ଷଣ ଅଭାବରୁ ତାର ଅବସ୍ଥା ବି 12 ବାଜିଗଲାଣି। ତେବେ ଚାଲନ୍ତୁ ଏଠି ଦେଖିବା। ଦେଖନ୍ତୁ ପଥର ଗୁଡ଼ାକ କେତେ କେତେ ଉଚ୍ଚା, କେତେ ଲେଖା ସିଡ଼ି ଲଗେଇକିରି ଚଢ଼ିବା ପରେ ଯାଇକି ଆମେ ଆସିକି ତା ମୂଳରେ ପହଞ୍ଚିଛୁ। ଏଠି କ'ଣ ଅଛି ଦେଖନ୍ତୁ, ସିଡ଼ି ଲାଗିଛି। ଏ ଦେଖନ୍ତୁ ସେଠି ଯେମିତି ଗୋଟେ ପଥର ଉପରେ ଆଉ ଦିଟା ପଥର ଲଦି ହେଇକି ଥିଲେ, ଆଉ କେମିତି ବାଲାନ୍ସ କରି ରଖା ହେଇଛି ହେଲା ଭଳିଆ ରହିଛନ୍ତି ଦେଖନ୍ତୁ। ଏଠି ସେଇଭଳିଆ। ଏଇଟା ଛାତଟା, ୟା ଛାତ ଉପରେ କ'ଣ ଆପଣଙ୍କୁ କିଛି ଦେଖାଯାଉଛି? ଦେଖନ୍ତୁ ଟିକେ ଭଲ ଭାବରେ ଦେଖନ୍ତୁ। ଏଇ ଦେଖନ୍ତୁ, ଏଗୁଡ଼ିକ ସବୁ ଆମର ପୁରାତନ ଚିତ୍ରକଳା। ଦେଖନ୍ତୁ ଟିକେ ଭଲ ଭାବରେ। କାହିଁ କେତେ ଶହ ଶହ କି କେତେ ହଜାର ବର୍ଷ ପୂର୍ବର ଚିତ୍ର ସବୁ ଏପର୍ଯ୍ୟନ୍ତ ବି ଅଛି। ପାଣି, ପବନ, ଧୂଳି ୟାର ପ୍ରଭାବରେ ଅନେକ ନଷ୍ଟ ହେଇଯାଇଛି, କିନ୍ତୁ ତଥାପି ବି ଆମର ସଂସ୍କୃତି, ଆମର କଳା ଏଇଠି ରହିଛି। ତେଣୁ ଆପଣମାନେ ନିଶ୍ଚିତ ଭାବରେ ଆପଣମାନଙ୍କର ଛୁଆ ପିଲାମାନଙ୍କୁ ଆଣିକି ଦେଖେଇବା ଦରକାର। ଏଇଟା ଆମର ସଂସ୍କୃତି, ଆମର ଇତିହାସ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଜାଣିବା ଦରକାର ଯେ ଆମ ସଂସ୍କୃତି, ଆମର ଇତିହାସ, ଆମର ପରମ୍ପରା କେତେ ମହାନ ଆଉ କେତେ ପୁରାତନ। ଦେଖନ୍ତୁ ସେଠି ଯେମିତି ଅବସ୍ଥାରେ ପଥର ଗୁଡ଼ାକ ଥିଲେ, ଏଠି ବି ସେଇଭଳିଆ। ତଳ ପଥରଟାକୁ ଟିକେ ଲକ୍ଷ୍ୟ କରିବେ, ଆଉ ଉପର ପଥରଟାକୁ ଲକ୍ଷ୍ୟ କରିବେ। ସେଠି 3ଟା ପଥର ଯୋଡ଼ିଲା ଭଳିଆ ଦେଖାଯାଉଥିଲା, ଏଠି 2ଟା ପଥର। କିନ୍ତୁ ଦେଖନ୍ତୁ ଟିକେ କେମିତି ଦେଖାଯାଉଛି। ଏଇ ଦେଖନ୍ତୁ, ଏଇଟା ତଳ ପଥରଟା, ତା ଉପରେ ଗୋଟେ କେଡ଼େ ବଡ଼ ପଥର। କୋଉ ଅବସ୍ଥାରେ
ବାଲାନ୍ସ କରି ରଖାଯାଇଛି। ଅବଶ୍ୟ ଆମର ପ୍ରତ୍ନତତ୍ତ୍ୱ ବିଭାଗ ବାଲା ଏଠି କେତେଟା ପିଲର ଦେଇଛନ୍ତି, ଲୁହା ପିଲର, କେତେ ଶହ ଶହ କି ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ହେଲା ଏମିତି ଅବସ୍ଥାରେ ଅଛି। ଯଦି କେବେ ଦୈବାତ ଏଇ ଉପର ପଥରଟା ଖସି ପଡେ, ଏଇ ଲୁହା ପିଲର ଗୁଡାକ ତାକୁ ସମ୍ଭାଳି ପାରିବେ? ଆପଣ ମାନେ ମତାମତ ଆପଣଙ୍କର ଦେବେ କମେଣ୍ଟରେ। ତାପରେ ଦେଖନ୍ତୁ ଏଠି ମତେ ଲାଗୁଛି ଯେତେ ପଥର ସବୁ ଏଇଭଳିଆ ଅବସ୍ଥାରେ, ୟାକୁ ଦେଖନ୍ତୁ, ଇଏ ବି ସେଇଭଳି ଅବସ୍ଥାରେ। ୟାକୁ ପ୍ରକୃତିର ବୈଚିତ୍ର୍ୟ କହିବାନି ତ ଆଉ କଣ କହିବା କୁହନ୍ତୁ? ସତେ ଯେମିତି ପ୍ରକୃତି ଆମକୁ ଚ୍ୟାଲେଞ୍ଜ କରୁଛି, କହୁଛି ଏମିତି ବାଲାନ୍ସ କରିକି ରଖେଇକି ମତେ ଦେଖାଉ। ୟାକୁ ନାଁ ଦେଇଛନ୍ତି, ଏଇ ଜାଗାଟାର ନାଁ ହଉଛି ରାବଣ ଛାୟା। ୟାକୁ ରାବଣ ଛାୟା ବୋଲି କହନ୍ତି। ଏଇଠି ଆମର ପୁରାତନ ଚିତ୍ରକଳା ସବୁ ରହିଛି। ତେବେ ଏଇଟା ସେ ଯୋଉ ରାସ୍ତାଟା ସେପଟୁ ମୁଁ ଦେଖଉଥିଲି, ଏଇପଟୁ ଦେଖନ୍ତୁ, ଏଇଠି ଜଣେ ମଣିଷ ଆରାମରେ ଗଳିକି ଯାଇପାରିବ, ଚାଲିକି ପଳେଇବ ଆରାମରେ। ମାନେ ଗୋଟେ ମଣିଷ ଆରାମରେ ଚାଲି ଚାଲି ଏଠି ଗଳିକି ଯାଇପାରିବ, ସେମିତି ଗୋଟେ ରାସ୍ତା ଅଛି ଦେଖନ୍ତୁ। ପୂର୍ବରୁ ଯେତେବେଳେ ପାହାଚ ନଥିଲା, ଏଇଟା ଏପଟେ ଆସିବା ପାଇଁ ରାସ୍ତା ଥିଲା। ହଉ, ଆଗକୁ ପୁଣି ଅଛି ଆମର ପୁରାତନ ଲିପି ସବୁ ରହିଛି, ଚାଲନ୍ତୁ ଦେଖିବା। ଏଇଠି ଦେଖନ୍ତୁ, ଇଏ ବି ଗୋଟେ ସେମିତି ପଥର, କେଡେ ବଡ ପଥର ଦେଖନ୍ତୁ। ସେଥିରେ ଗୋଟେ ମନ୍ଦିର ଅଛି। ମନ୍ଦିର ୟାକୁ ଶୂର୍ପଣରେଖା ମନ୍ଦିର ବୋଲି କହନ୍ତି। ତେବେ ଏଇଠି କଣ ଅଛି ଦେଖିବା, ୟା ଭିତରେ ଚାଲନ୍ତୁ। ଏଗୁଡ଼ିକ ସରକାରଙ୍କ ତରଫରୁ ଯାହା ବି କାମ ହେଇଥିଲା, ପ୍ରାୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। କେହି ପ୍ରାୟ ୟାର ଦେଖା ରଖା ରକ୍ଷଣାବେକ୍ଷଣ କେହି କରୁନାହାନ୍ତି। କିନ୍ତୁ ନିଶ୍ଚିତ ଭାବରେ ୟାର ରକ୍ଷଣାବେକ୍ଷଣ ହେବା ଉଚିତ। ଏଠି ଦେଖନ୍ତୁ, ବ୍ରହ୍ମାଙ୍କର ମୂର୍ତ୍ତିଟେ ଅଛି, ତା ସାମ୍ନାରେ ହାତୀ ମୂର୍ତ୍ତିଟେ ଅଛି। ଚାଲନ୍ତୁ ଆଗକୁ ଦେଖିବା ଟିକେ ବୁଲିକି କଣ ଆଉ ଅଛି। ଚାରି ପାଖରେ ଟିକେ ବୁଲି ଆସିବା। ଆମେ ପଥର ଚାରି ପାଖରେ ବୁଲିକି ଆସିଲେ, ଏ ଦେଖନ୍ତୁ ଏଇଠି ଶୂର୍ପଣରେଖା ମନ୍ଦିର ଅଛି। ଏଠି ବ୍ରହ୍ମାଙ୍କର ମୂର୍ତ୍ତି, ତା ସାମ୍ନାରେ ଗୋଟେ ହାତୀ ଅଛି। ନହେଲେ ଏମିତି ଢଳି ଢୁଳାକିରି ରହନ୍ତାନି ତ, ଏମିତି ଢଳିକି ଅଛି ଯେ ପଥର। ତା ସାମ୍ନାରେ ଏଇ ବାଉଣ୍ଡ୍ରି ଭିତରେ ଦେଖିବା କଣ ଅଛି। ଏଠି ଦେଖନ୍ତୁ ପଥର କେମିତି ବିକ୍ଷିପ୍ତ ଅବସ୍ଥାରେ ଅଛି, କିନ୍ତୁ ଏଇ ପଥର ମଧ୍ୟ ଆମର ଇତିହାସକୁ ବହନ କରୁଛି। ଏଠି କିଏ ଗୋଟେ ନାଁ ଲେଖିଦେଇଛି, ତା ନାଁଟା ଅମର ହେଇଯିବ ପଥରରେ ଲେଖିଦେଇଛି। ତେବେ ପ୍ରକୃତିରେ ଏଇଠି ଆମର ଅମର ଇତିହାସ ରହିଛି। ଚାଲନ୍ତୁ ଦେଖିବା। ଇଏ ହେଉଛି ପୁରାତନ ଲିପି, ଆମ ଅଞ୍ଚଳର, ଆମର ଏ ଓଡ଼ିଶାର ପୁରାତନ ଲିପି, ଯାହାକୁ ଆମେ ପାଲି ଭାଷାର ଲିପି ବୋଲି କହୁ। ଅନୁମାନ କରାଯାଏ, ଗବେଷକ ମାନେ କହନ୍ତି ଇଏ ହେଉଛି ପାଲି ଭାଷା, ଯୋଉଟା କି ବର୍ତ୍ତମାନ ବୁଝିବା ବି କଷ୍ଟ। ଆଉ ଆପଣ ମାନେ କହିବେନି ତାକୁ ଟ୍ରାନ୍ସଲେଟ କରି ବୁଝାଅ ବୋଲି। କଣ ଲେଖା ହେଇଛି, କେମିତି ଲେଖା ହେଇଛି, ଖାଲି ଦେଖିବା। କିଏ ଲେଖିଦେଇଛି କହ୍ନେଇ। ଏଇ ଦେଖନ୍ତୁ,
ଏଠି ବି ଲେଖା ହେଇଛି। ଏ ପଥର ଉପରେ କ'ଣ ଲେଖା ହେଇଛି ଯଦି କିଏ ବୁଝିପାରିବେ ତାହେଲେ କମେଣ୍ଟରେ ଲେଖିକି ଜଣେଇବେ। ଏଠି ମଧ୍ୟ ରହିଛି ଶହ ଶହ ହଜାର ହଜାର ବର୍ଷର ଘାତ ପ୍ରତିଘାତ ବୋହି ବୋହି ଏଠୁ ଅନେକ ଲିଭିଗଲାଣି, ଅନେକ ନଷ୍ଟ ହେଇଗଲାଣି, କିନ୍ତୁ ତଥାପି ଯେହେତୁ ପଥରରେ ଯେହେତୁ ଆମର ଇତିହାସ ଲେଖା ହେଇଛି ଆଜି ପର୍ଯ୍ୟନ୍ତ ବି ବଞ୍ଚି ରହିଛି। ଏହାକୁ ଆମର ପରବର୍ତ୍ତୀ ପିଢ଼ିମାନଙ୍କୁ ନିଶ୍ଚିତ ଭାବରେ ଦେଖେଇବା ଦରକାର। ଯେଉଁମାନେ ଘଟଗାଁ ଆସୁଛନ୍ତି, ଘଟଗାଁରୁ କେନ୍ଦୁଝର ଯିବା ରାସ୍ତାରେ ଟିକେ ପଶିକି ନିଶ୍ଚିତ ଭାବରେ ବୁଲିକି ଯିବେ। ଏସବୁ ଦେଖିଲେ ଆମର ପରବର୍ତ୍ତୀ ପିଢ଼ି ନିଶ୍ଚିତ ଭାବରେ ଗର୍ବ କରି କହିବ ଆମେ ହେଉଛୁ ଓଡ଼ିଆ ଜାତି, ଆମେ ଯେଉଁଠି ପାଦ ରଖୁ ସେଇଠି ଇତିହାସ ଲେଖୁ। ଆମର ଇତିହାସ କେମିତି ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି ଆପଣମାନେ ଦେଖିଲେ। ଆଉ କ'ଣ କରିବା, ଏହାର ସଂରକ୍ଷଣ ପାଇଁ ଆମେ ନିଶ୍ଚିତ ଭାବରେ ଯତ୍ନବାନ ହେବା ଉଚିତ ଏବଂ ସରକାର ମଧ୍ୟ ଟିକେ ଦୃଷ୍ଟି ଦେବା ଉଚିତ। ତେବେ ଚାଲନ୍ତୁ ଯିବା। ଆଗକୁ ଆମେ ଯିବା ସୀତାମାତାଙ୍କ ମନ୍ଦିର, ଯେଉଁଟାକି ସୀତାବିଞ୍ଜର ପ୍ରମୁଖ ଦର୍ଶନୀୟ ସ୍ଥଳ। ସୀତାମାତାଙ୍କର ମନ୍ଦିର ଆଉ ଲବକୁଶଙ୍କର ଏନ୍ତୁଡ଼ିଶାଳ ଦେଖିବା। ଦେଖନ୍ତୁ ଆମର ଅତୀତ କେମିତି ଧରାଶାୟୀ ହେଇ ପଡ଼ିଛି, କିନ୍ତୁ ତଥାପି ଆଜି ଯାଏ ତାର ପରିଚୟ ସେ ହରେଇନି, ତାର ପରିଚୟକୁ ଜୀବନ୍ତ ରଖିଛି। ଏଇଆ ହିଁ ତ ଆମର ଗର୍ବ ଆଉ ଗୌରବ। ସୂର୍ଯ୍ୟଦେବଙ୍କର ଦେଖନ୍ତୁ ସୁନେଲି ଆଭା ଦେଖାଗଲାଣି, ଅର୍ଥାତ୍ ସଞ୍ଜ ନେଇ ଆସିଲାଣି। ଆମକୁ ଶୀଘ୍ର ଦର୍ଶନ ସାରିକି ଫେରିବାକୁ ପଡ଼ିବ। ଲୋକ କଥା ଅନୁଯାୟୀ, ଲୋକ ମାନ୍ୟତା ଅନୁଯାୟୀ ତେବେ ଯେଉଁ ପଥର ଦେଖାଯାଉଛି ଇଏ ହେଲା ଲବକୁଶଙ୍କର ଏନ୍ତୁଡ଼ିଶାଳ। ପହଞ୍ଚିଗଲେଣି ଏବେ। ଇଏ ହେଲା ସୀତାମାତାଙ୍କ ମନ୍ଦିର ଆଉ ଲବକୁଶଙ୍କର ଏନ୍ତୁଡ଼ିଶାଳ। ଦେଖନ୍ତୁ କେତେ ବଡ଼ ବଡ଼ ପଥର ସବୁ ରହିଛି। ଚାଲନ୍ତୁ ଉପରକୁ ଯିବା, ବୁଲିକି ସବୁ ଦେଖିବା। ଦେଖନ୍ତୁ ମନ୍ଦିର ଭଳିଆ ହେଇଛି କେମିତି ପଥରଟା, ସତେ ଯେମିତି କିଏ କାରିଗର ଲଗେଇକି ମନ୍ଦିର ତିଆରି କରିଛି। ଚାଲନ୍ତୁ ଦେଖିବା। ଏଇ ଦେଖନ୍ତୁ ଇଏ ହେଉଛି ସୀତାମାତାଙ୍କ ମନ୍ଦିର। ପଥର ତଳେ ଗୁମ୍ଫା ଭଳିଆ ଅଛି, ଗୁମ୍ଫା ଅଛି। ସେ ଗୁମ୍ଫାରେ ମା ସୀତାଙ୍କର ଅବସ୍ଥାନ ହେଇଛି। ଚାଲନ୍ତୁ ଦେଖିବା। ଏଇ ଦେଖନ୍ତୁ ଏପଟେ ସୀତାମାତାଙ୍କ ମନ୍ଦିର। ଇଏ ହେଉଛି ସୀତାମାତାଙ୍କ ମନ୍ଦିର। ଏଇଠି ପଥର ଗୁମ୍ଫାରେ ସୀତାମାତା ଅବସ୍ଥାନ କରିଛନ୍ତି। ଆଉ ଏପଟେ ହେଲା ଲବକୁଶଙ୍କ ଏନ୍ତୁଡ଼ିଶାଳ।
ଇଏ ହଉଛି ଲବକୁଶଙ୍କର ଏନ୍ତୁଡି ଶାଳ। ଲୋକଙ୍କର ବିଶ୍ୱାସ ବା ଲୋକଙ୍କର ଆସ୍ଥା ଅନୁଯାୟୀ ଇଏ ହଉଛି ଲବକୁଶଙ୍କର ଏନ୍ତୁଡି ଶାଳ। ଏଇଠି ଦେଖନ୍ତୁ ମା ସୀତାଙ୍କ ସହିତ ଛୋଟ ଛୋଟ ଦିଟା ପ୍ରତିମା ଅଛି, ଲବକୁଶଙ୍କର ପ୍ରତିମା। ଟିକେ ଲାଇଟଟା ଦିଅନ୍ତୁ ସାଇଡ ସାଇଡ। ରାତି ଯିବ ନା ଦେଖାଯିବନି କିଛି। ସେଇ ଯୋଉ ରାବଣ ସାହେବା ଦେଖିଆ ଠିଆ ମାଇ କେତେ ବଡ ବଡ ପଥର ଆଉ ତା ତଳେ ପଥର ଗୁମ୍ଫା ସବୁ ରହିଛି ଦେଖୁন। ଏଇ ଏଠେ ଚାଚା ହଉ, ଆଜି ତ ସୀତାବିଞ୍ଜ ବୁଲା ସରିଲା। ଏ ବୁଲାବୁଲି ଆପଣଙ୍କୁ କେମିତି ଲାଗିଲା ମତାମତ ନିଶ୍ଚିତ ଭାବରେ ଜଣେଇବେ। କମେଣ୍ଟ ବକ୍ସ ଖୋଲା ଅଛି, ସେଥିପାଇଁ କିଛି ମୂଲ୍ୟ ଦେବାକୁ ବି ପଡ଼ିବନି। ଆପଣଙ୍କର ମତାମତ ଅପେକ୍ଷାରେ ରହିଲୁ। ନିଶ୍ଚିତ ଭାବରେ ଭଲ ମନ୍ଦ ଖବର ଆଉ ଆପଣଙ୍କର ମତାମତ ଜଣେଇବେ। ତେବେ ଆଜି ପାଇଁ ବୁଲାବୁଲି ଏତିକି। ଧନ୍ୟବାଦ। ଜୟ ହିନ୍ଦ। ସଞ୍ଜ ନଈ ଆସିଲାଣି ଆଉ ଆମକୁ ଘରକୁ ଫେରିବାକୁ ପଡ଼ିବ। ତେବେ ଆସନ୍ତୁ ଆଗେଇବା ଧୀରେ ଧୀରେ ଘର ବାହୁଡ଼ା ରାସ୍ତା ଦେଖିବା। ଇଣ୍ଟରନେଟରେ ଏଇଟା ନି ଦେଖାଏ। ଏଇଟା ଏଇପଟୁ ଉଠେଇଛନ୍ତି ନା ପୁରା ଛତ୍ରୀଟା। ଆଉ ଉପରେ ଖାଲି ଏଇଟା ଖାଲି ଛୁଆ ହେଇଛି।